খুব ভালো হচ্ছে, চমৎকার হচ্ছে। ଅପାସେ ମୁଢି ଖାଇଲେ କଣ ହବ? ଆଉ ସେ ଦାଢି ଫାଡି ଚିକଣ ରହିବନି। 92% ପୁଲିଂ ହେଇଛି। ୱେଷ୍ଟ ବେଙ୍ଗଲ ଦିଦିକି ସବୁ କୁଡେଇ ଦେଇ ଯାଇଛି ନେମୁଣୁ ଛମୁଣ୍ଡୁ। ତାଙ୍କରି ସେ ଦେଖୁନ ସେ ଦୋକାନରେ ସବୁଗୁରା ଫୁଲ ଅଛି, ସବୁଗୁରା ଜାର ଫୁଲ ଅଛି, ସଜେଇକି ରଖିଥିଲେ। ଜଳ ଜଳ ଦେଖାଗଲାଣି ମାନେ ଯିଏ ହବ ମୁଖ୍ୟମନ୍ତ୍ରୀ। 92% ଲୋକ କୁନ୍ଦିକି ଦେଇଛନ୍ତି। ସେ ଦାଢିରେ ଯୋଉ ଚିକଣ, ଏଇ ଯୋଉ ଅଷ୍ଟ୍ରେଲିଆ ଛତୁ ଚିକଣ ଉପାଡ଼ି ଦେବେ। ସପାସେ ମୁଢି ଖାଇଲେ କଣ ହବ? ଆଉ ସେ ଦାଢି ଫାଡି ଚିକଣ ରହିବନି। 92% ପୁଲିଂ ହେଇଛି। ୱେଷ୍ଟ ବେଙ୍ଗଲ ଦିଦିକି ସବୁ କୁଡେଇ ଦେଇ ଯାଇଛି ନେମୁଣୁ ଛମୁଣ୍ଡୁ। ବିପୁଳ ସଂଖ୍ୟାରେ ଜିତିବ। ସେ ଗଲାଥରଠୁ ଅଧିକା ଭୋଟରେ ଜିତିବ। କେବଳ ଏ ନରେନ୍ଦ୍ର ମୋଦି ପାଇଁ ଏଇ ଯୋଉ ମୁଢି ଫୁଡି ଖାଇକିରି ଚାରିଆଡେ ବୁଲିଲା, ଖାଲି ହାୱା କଲା, ପବନା କଲା। ମୁଁ ଦିଦିକି ତଡ଼ିଦେବି, ଦିଦିକି ବାହାର କରିଦେବି, ଦିଦିକି କରିଦେବି, ଦିଦିର ମାନେ ଶୁଦ୍ଧକ୍ରିୟା କରିଦେବି 5 ତାରିଖରେ। ସେଇଥିପାଇଁ ଲୋକ ମାଇଣ୍ଡ ମେକ୍ କଲେ ଏଇଟା ପାଗଲଟେ ଭାରତର ପ୍ରଧାନମନ୍ତ୍ରୀ। ଏଇଟା ଟ୍ରମ୍ପ ସାଥିରେ ସାଥୀ ହେଇକି ଇଣ୍ଡିଆଟାକୁ ବଦନାମ କରିଦେଲା। ଆଜି ଟ୍ରମ୍ପ କଣ କହିଛି? କଣ କହିଛି? ଲଜ୍ଜା ଲାଗୁନି ଭାରତୀୟ ଲୋକଙ୍କୁ? ଛି 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 ଛି, ଏକଦମ ଡ୍ରାମା। ଭୋଟରଙ୍କୁ ପାଲେଇବା ପାଇଁ, ପାଖେଇବା ପାଇଁ ଏ ମୁଢି ଖାଉଥିଲେ ପ୍ରଧାନମନ୍ତ୍ରୀ। ଲଜ୍ଜା ନାହିଁ? ହଁ ପରା, ତାଙ୍କରି ସେ ଦେଖୁନ ସେ ଦୋକାନରେ ସବୁଗୁରା ଫୁଲ ଅଛି, ସବୁଗୁରା ଜାର ଫୁଲ ଅଛି, ସଜେଇକି ରଖିଥିଲେ ଡ୍ରାମା କରିବା ପାଇଁ, ଅଭିନୟ କରିବା ପାଇଁ, ଦେଖେଇବା ପାଇଁ। ଏମିତି ଆମ ଝାଲ ମୁଢି ଖାଆନ୍ତି ଆମ ପ୍ରଧାନମନ୍ତ୍ରୀ। ଗାଡିକି ଅଟକେଇକି ପ୍ରୋଟୋକଲକୁ ବ୍ରେକ୍ କରିକି ଯାଇ କିଣିଛନ୍ତି। ସେ ଦୋକାନରେ ସବୁ ଗୁଡାକ ଭର୍ତ୍ତି ହେଇଛି। ଗୋଟେ କମାଣ୍ଡ ଫେରେ ଦେଇଛି ତାକୁ। ଲଜ୍ଜା ଲାଗୁନି ଏ ଡ୍ରାମାରେ ପ୍ରହସନ? ଛି। ବିପୁଳ ସଂଖ୍ୟାରେ ମମତା ବାନାର୍ଜୀ ଜିତୁଛି। ବାଂଲାଦେଶ ଲୋକମାନେ ସ୍ୱାଭିମାନୀ। ରବୀନ୍ଦ୍ରନାଥ ଠାକୁର, ନେତା ସୁଭାଷ ଚନ୍ଦ୍ର ବୋଷ ସ୍ୱାଭିମାନର ପ୍ରତୀକ। ସେ ଡିସାଇଡ କରିଦେଲେ ଆମେ ଏ ନରେନ୍ଦ୍ର ମୋଦି ପାଗଲ ଭାରତକୁ ଛାରଖାର କରିଦେଲା। ଟ୍ରମ୍ପ ଜରିଆରେ ପାକିସ୍ତାନ ଇଣ୍ଡିଆଟାକୁ ସିଜ୍ ଫାୟାର କରିଦେଲା, ଦରଦାମ ବଢେଇ ଦେଲା। ଲଜ୍ଜା। ତେଣୁ ଆମେ ଆମ ଦିଦି ମମତା ବାନାର୍ଜୀ କି ବିପୁଳ ସଂଖ୍ୟାରେ ଭୋଟ ଦେବୁ। ତେଣୁ 92% ଲୋକ ଭୋଟ ଦେଇଛନ୍ତି ମମତା ବାନାର୍ଜୀ କି। ବିପୁଳ ସଂଖ୍ୟାରେ ওয়েস্ট বেঙ্গলের মুখ্যমন্ত্রী সে হব। দিদি খুব ভালো হচ্ছে, চমৎকার হচ্ছে। আপনার পাবলিসিটি, আপনার মিটিং, আপনার গ্রুপ মিটিং, মাস মিটিং, रैली, एकदम वेस्ट बेंगल कवर बहुत आप परिश्रम करे छे। तेणु वेस्ट बेंगल लोग माइंड मेकअप करे छे, मोदी हटाओ ममता बचाओ। तेणु 92% पुलिंग है वेस्ट बेंगल। तेणु ममता बनर्जी निश्चिंत मुख्यमंत्री हे, मेजोरिटी उसका एमएलए आएंगे, खूब अच्छा हे।